ପିଲାମାନେ ଆଜି ପଢ଼ିବା ଚତୁର୍ଥ ଶ୍ରେଣୀ ସାହିତ୍ୟ ବହିର ସପ୍ତମ ବିଷୟ ଗଛ କାଠୁରିଆ ବିଷୟରେ। ଗଛ କାଠୁରିଆ ଯାହାର କବି ହେଲେ ନନ୍ଦକିଶୋର ବଳ। ଆଚ୍ଛା ପିଲାମାନେ କହିଲ ଗଛ ଆମର ସବୁ କି ଉପକାରରେ ଆସୁଅଛି? କିଏ ସବୁ କହିପାରିବ? ଗଛଠାରୁ ଆମେ କ'ଣ ପାଉଛେ, ଗଛ ଆମକୁ କ'ଣ ଦେଉଛି, ଗଛ ଦ୍ୱାରା ଆମର କି ସବୁ ଉପକାର ହେଉଛି? ପିଲାମାନେ ଏସବୁ ବିଷୟରେ ତୁମେ କିଛି ନା କିଛି ନିହାତି ଭାବରେ ଜାଣିଥିବ କି ଗଛ ଆମର କି ଉପକାରରେ ଆସୁଛି ଏବଂ ଗଛଠାରୁ ଆମେ କି ଉପକାର ସବୁ ପାଉଛେ। ଗଛ ଆମକୁ ଅମ୍ଳଜାନ ଦେଉଛି, କାଠକୁ ଜାଳେଣୀ ରୂପେ ସଂଗ୍ରହ କରୁଅଛେ ଆମେ ଗଛଠାରୁ, ଗଛର ପତ୍ର ଔଷଧ ମଧ୍ୟ ସଂଗ୍ରହ କରୁଅଛେ। ଏହିସବୁ ରୂପେ ଗଛ ଆମର ବିଭିନ୍ନ ପ୍ରକାର ସହାୟତା କରୁଛି। ଆଜି ପଢ଼ିଆ ଗଛ ଆଉ ଗୋଟେ କାଠୁରିଆର ଗୀତଟିଏ। ରହ ଆରେ କାଠୁରିଆ ନ ପକାଅ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ। ତାହେଲେ କ'ଣ କବି ଆମର ଏଠି କ'ଣ କହିଛନ୍ତି ନା, ରେ କାଠୁରିଆ ଥରେ ରୁହ ମୋତେ ହାଣ ନାହିଁ, କାନ ଡେରି ଥରେ ଗଛର କାହାଣୀ ବା ମୋର କାହାଣୀକି ଥରେ କାନ ଡେରି ଶୁଣ। ନ ଫୁଟୁ ପଛକେ ବାସ ଫୁଲ ଗଛ ଦେହେ, ନ ଉଡ଼ୁ ପଛକେ ମଧୁ ମକ୍ଷିକା ସେ ନେହେ। ତାହେଲେ କ'ଣ କହିଛନ୍ତି ନା, ମୋ ଦେହରେ ପଛେ ବାସ ଫୁଲ ନ ଫୁଟୁ କି ପଛେ ମଧୁମକ୍ଷିକା ଅର୍ଥାତ୍ ମହୁମାଛି ପଛେ ସ୍ନେହରେ ନ ଉଡ଼ୁ କି ପଛେ ଫୁଲ ନ ଫୁଟୁ, ବସି କୁହୁ କୁହୁ ତାନେ ନବ ମଧୁକାଳେ, ନଗାଉ କୋକିଳ ପଛେ ଫୁଲ ଭରାଟାରେ। ତାହେଲେ କ'ଣ ନା, କୁହୁ କୁହୁ ତାନ କରି ମଧୁକାଳେ ଅର୍ଥାତ୍ କୋଇଲି ପଛେ ଡାଳରେ ବସି ଫୁଲ ଭରା ମଧୁର ତାନରେ କୁହୁ କୁହୁ କରି ନ ଗାଉ ଗୀତ, ନ ଫଳୁ ପଛେ ଗଛେ ମିଠା ମିଠା ଫଳ, ଖରାବେଳେ ବାଟୋଇ ତ ବସେ ଏହା ତଳ। ପଛରେ ମୋ ଗଛରେ ମିଠା ମିଠା ଫଳ ନ ହଉ, ହେଲେ କୌଣସି ଗୋଟେ ବାଟୋଇ ଖରାବେଳେ ତ ମୋ ଗଛ ତଳେ ବସିପାରେ। ତାହେଲେ ଗଛ ଏଠି କ'ଣ କହୁଛି? ଗଛ କହୁଛି ଆରେ କାଠୁରିଆ ରହ ମୋତେ ହାଣି ନାହିଁ, କାନ ଡେରି ଥରେ ଶୁଣୁ ମୁଁ କ'ଣ କହୁଛି। ମୋ ଦେହରେ ପଛେ ବାସ ଫୁଲ ନ ଫୁଟୁ, ପଛେ ମଧୁମକ୍ଷିକା ସ୍ନେହରେ ବା ମଧୁମାଛି ମୋ ସ୍ନେହର ପଛରେ ମୋ ପାଖରେ ନ ଉଡ଼ୁ, କି କୋକିଳମାନେ ମଧୁର ସ୍ୱରରେ ପଛେ ମୋ ପାଖରେ ବସି କୁହୁ କୁହୁ ତାନ କରି ଗୀତ ନ ଗାଆନ୍ତୁ, କି ମୋ ଗଛରେ ମିଠା ମିଠା ଫଳ ନ ଫଳୁ, ହେଲେ ଖରାବେଳେ ତ କୌଣସି ଗୋଟେ ବାଟୋଇ ଆସି ଏହାର ତଳେ ବସିପାରୁଅଛି। ତାପରେ ଛାଡ଼ି ଯା କାଠୁରିଆ ନ ପକାଅ ହାଣି, ଶୁଣ କାନ ଡେରି ଥରେ ଏ ଗଛ କାହାଣୀ। ତାହେଲେ କ'ଣ ନା, କାଠୁରିଆ ଏଠୁ ଛାଡ଼ି ଚାଲିଯାଅ, ମୋତେ ହାଣ ନାହିଁ, ଥରେ ଗଛର କାହାଣୀ ଶୁଣ। କାଠୁରିଆ ନହାଣ ସେ ଗଛ ରହ ରହ, ତାହାକୁ ଲଗାଇ ଗଲେ ପିତୃପିତାମହ। କାଠୁରିଆ ରହ ସେ ଗଛକୁ ହାଣ ନାହିଁ, ତାହାକୁ ପିତୃପିତାମହ ଅର୍ଥାତ୍ ଆମର ପୂର୍ବପୁରୁଷ, ପିତୃ କହିଲେ ବାପା, ପିତାମହ କହିଲେ ବାପାଙ୍କର ମଧ୍ୟ ବାପା, ସେମାନେ ଏଇ ଗଛ ଗୁଡ଼ାକୁ ସବୁ ଲଗାଇ ଯାଇଛନ୍ତି। କେତେ ଦୁଃଖ ସୁଖ ସେ ଦେଖିଛି ଆମ୍ଭର, କେତେ ଝିଅ ପୁଅ କେତେ ଜାତ ବିଭାଘର। ସେ କ'ଣ ଦେଖିଛି ନା, କେତେ ଦୁଃଖ ସୁଖ ଆମମାନଙ୍କର ଦେଖିଛି ଏବଂ କେତେ ଝିଅ ପୁଅଙ୍କର ବିବାହର ଏବଂ ଜାତଘର ସବୁ ଦେଖିଅଛି। ମନେ ପଡ଼େ ପିଲାଦିନ ଏହାରି ମୂଳରେ, ଖେଳୁଥିଲି ମୁହିଁ ଖେଳେ ସାଥୀ ଗହଳିରେ। ତାହେଲେ କ'ଣ ନା, ମୋର ଏଠି ପିଲାଦିନ କଥା ମନେ ପଡ଼ୁଛି କି ସାଙ୍ଗସାଥୀଙ୍କ ଗହଳିରେ ମୁଁ କେମିତି ଗଛ ଡାଳରେ ବସି ଖେଳୁଥିଲି। ତାହେଲେ ପିଲାମାନେ ଆମେ ଏଇ ପଦ୍ୟରୁ କ'ଣ ବୁଝିଲେ ନା, ଗଛ କହୁଛି କାଠୁରିଆ ରୁହ ମୋତେ ହାଣ ନାହିଁ, କାନ ଡେରି ଥରେ ମୋ କାହାଣୀ ଶୁଣ। ମୁଁ ସିନା ମୋତେ କେତେ କେତେ ଯାଇକି ପିତାଙ୍କର ପୂର୍ବପୁରୁଷମାନେ ଲଗେଇ ଦେଇଛନ୍ତି, ମୋ ବାପା ମୋ ବାପାଙ୍କର ବାପା ସେମାନଙ୍କ ଥିବା ସମୟରେ ମୋତେ ଏ ଗଛଟିକୁ ଲଗେଇ ଦେଇ ଯାଇଛନ୍ତି। ଏ ଗଛ ଆମର କେତେ ଦୁଃଖ ସୁଖ ଦେଖିଛି, କେତେ ଝିଅ ପୁଅଙ୍କର ବିବାହର ଦେଖିଛି, ଜାତଘର ମଧ୍ୟ ଦେଖିଛି। ମନେ ପଡ଼ୁଥିଲେ ପିଲାଦିନେ ଆମେ କେମିତି ଗଛ ମୂଳରେ ବସି କେତେ ସାରା ଖେଳ ଖେଳୁଥିଲେ ସାଙ୍ଗସାଥି ହେଇକି। କାଠୁରିଆ ରହିଯାଅ ତୁମେ ଏ ଗଛକୁ ହାଣ ନାହିଁ। ତାହେଲେ କବି ଏ ପଦ୍ୟଟିରେ ଏହା ସବୁ ବୁଝିଛନ୍ତି। ତାପରେ ଏବେ ବାଲ୍ୟ କାଳେ ପୋଥି ଧରି ଛାଇ ତଳେ, ପଢ଼ଇ ବସି ମୁଁ ସଞ୍ଜ ସକାଳ ନିଶ୍ଚଳେ। ତାହେଲେ କ'ଣ ନା, ବାଲ୍ୟକାଳ ଅର୍ଥାତ୍ ପିଲାମାନେ ପିଲାଦିନେ କ'ଣ ପୋଥି ମାନେ ବହି, ପିଲାଦିନେ ମୁଁ ବହି ଧରି ଏଇ ଗଛ ଛାଇ ତଳେ ବସି ସଞ୍ଜ ସକାଳେ ନିଶ୍ଚିନ୍ତରେ ରହି ପଢ଼ୁଥିଲି। କାଠୁରିଆ ନହାଣ ସେ ଗଛ ରହ ରହ, ଦେଖିଅଛି ଏ ଗଛ ମୋ ପିତୃପିତାମହ। ତାହେଲେ କ'ଣ ନା, କାଠୁରିଆ ରହିଯାଅ ସେ ଗଛ ହାଣ ନାହିଁ, ଏ ଗଛ ମୋ ପିତୃପିତାମହଙ୍କୁ ମଧ୍ୟ ଦେଖିଅଛି ଅର୍ଥାତ୍ ମୋ ବାପା ମୋ ବାପାଙ୍କ ବାପା ଜେଜେମାନଙ୍କୁ ମଧ୍ୟ ଦେଖିଅଛି। ନହାଣ ଏ ଗଛ ଶୁଣ ଶୁଣ ମୋର ବାଣୀ, ଥାଉ ମୁଁ ଜୀବନେ ଗଛ ନ ପାରିବି ହାଣି। ରୁହ ରୁହ କାଠୁରିଆ ମୋ ବାଣୀ ଟିକେ ଶୁଣ, ଜୀବନ ଥାଉ ଥାଉ ଏ ଗଛକୁ ମୁଁ ହାଣି ପାରିବି ନାହିଁ।
ଦୟାକରି ତୁମେ ରହିଯାଅ। ତାହେଲେ କ'ଣ ନା ବାଲ୍ୟକାଳରୁ ପିଲାଦିନରୁ ମୁଁ ଏ ଗଛ ଛାଇ ତଳେ ସଞ୍ଜ ସକାଳେ ବସି ବହି ଧରି ପାଠ ପଢ଼ିଅଛି। ଏ ଗଛ ହାଣ ନାହିଁ କାଠୁରିଆ, ଏ ଗଛ ମୋ ଜେଜେବାପାମାନଙ୍କୁ ମଧ୍ୟ ଦେଖିଅଛି। ଶୁଣ କାଠୁରିଆ, ମୋର ବାଣୀ ଶୁଣ ବା ମୋର ଅନୁରୋଧ ଶୁଣ, ଏ ଗଛକୁ ତୁମେ କାଟ ନାହିଁ। ମୋ ଜୀବନ ଥାଉ ଥାଉ ମୁଁ ଏ ଗଛକୁ ହାଣିପାରିବି ନାହିଁ ବା କାଟିବାର ଦେଖିପାରିବି ନାହିଁ। ପୂର୍ବ ଆକାଶେ ସୂର୍ଯ୍ୟ ଉଦୟ ପ୍ରଭାତରେ, ଉଠନ୍ତି ପକ୍ଷୀ ରାବି ଏହାରି ଡାଳରେ। ଯାଅ ଯାଅ କାଠୁରିଆ ଏ ଗଛ ନ ହାଣି, ରଖିବୁ ମୁଁ ଏ ଗଛ ମୁହିଁ ସତ୍ୟ ମୋର ବାଣୀ। ତାହେଲେ କ'ଣ ନା ପୂର୍ବ ଆକାଶେ ସୂର୍ଯ୍ୟ ଉଦୟ ପ୍ରଭାତରେ, ସୂର୍ଯ୍ୟ କେଉଁ ଦିଗରେ ଉଦୟ ହୁଏ? ପୂର୍ବ ଦିଗରେ। ଆକାଶର ପୂର୍ବ ଦିଗରେ ସୂର୍ଯ୍ୟ ପ୍ରଭାତରେ ଉଦୟ ହେଲା ବେଳେ ପକ୍ଷୀମାନେ ରାବ ଦେଇ ଆସି ଏହାରି ଡାଳରେ ବସନ୍ତି। କାଠୁରିଆ ରହିଯାଅ, ତୁମେ ଏ ଗଛକୁ ହାଣ ନାହିଁ। ମୁଁ ସତ୍ୟ କହୁଛି, ଏ ଗଛକୁ ମୁଁ ରଖିବି ବୋଲି କ'ଣ ହେଉଛି ନା ଏଠାରେ ଆମର କବି ବର୍ଣ୍ଣନା କରିଛନ୍ତି। ତାହେଲେ ପିଲାମାନେ କ'ଣ ଆମେ କାବ୍ୟରେ କ'ଣ ଜାଣିଲେ କି ଯେତେବେଳେ ଜଣେ କାଠୁରିଆ ଆସି ଗଛଟିକୁ ହାଣୁଅଛି, ସେତେବେଳେ ଆମର କବି କ'ଣ କହୁଛନ୍ତି ନା କାଠୁରିଆ ରହିଯାଏ, ଏ ଗଛକୁ ହାଣ ନାହିଁ। ଏ ଗଛରେ ସିନା ଏବେ ମହ ବାସୁଥିବା ଫୁଲ ଫୁଟୁନି କି ଫଳ ଧରୁନି କି ମଧୁମକ୍ଷିକା ମାନେ ଆସି ଏ ଗଛ ଡାଳରେ ଆଉ ବସୁନାହାନ୍ତି, କିମ୍ବା ଏ ଗଛ ଆଉ ମିଠା ମିଠା ଆମକୁ ଫଳ ଦେଉନି, କୋକିଳ ଆସି ଆଉ ଡାଳରେ ବସି ରାବ ଦେଉନି। ହେଲେ ଖରାବେଳେ ତ କ'ଣ ଗୋଟେ ପଥୁରିଆ ବାଟଚାରୀ ବା ବାଟୋଇ ଆସି ଗଛ ଛାଇ ତଳେ ବସି ପଡ଼ୁଛି। ରହିଯାଉ କାଠୁରିଆ, ଏ ଗଛକୁ ହାଣନି। କାହିଁକି ନା ଏ ଗଛ ଆମର ପିତୃପିତାମହ ମାନେ ଲଗେଇ ଯାଇଛନ୍ତି। ଏ ଗଛ ଆମର କେତେ ଦୁଃଖ ସୁଖ ଦେଖିଛି। ଆମର ଝିଅ ପୁଅମାନଙ୍କର ବିବାହର ଦେଖିବା ସହିତ କେତେ ଜାନିଜାତ ମଧ୍ୟ ଏ ଗଛ ଦେଖିଅଛି। ଏ ଗଛର ଡାଳରେ, ଗଛର ମୂଳରେ ପିଲାବେଳେ ସାଙ୍ଗସାଥି ହୋଇ ଆମେ କେତେ ଖେଳ ଖେଳୁଅଛୁ ବୋଲି କବି କହିଛନ୍ତି କି ଗଛ ଥିବାବେଳେ ସଞ୍ଜ ସକାଳେ ମୁଁ ପୋଥିଟିଏ ଧରି ନିଶ୍ଚିନ୍ତରେ ବସି ପାଠ ପଢ଼ୁଥିଲି। କାଠୁରିଆ ରୁହ, ଏ ଗଛ ହାଣନି, କାହିଁକିନା ଏ ଗଛ ମୋର ପିତୃପିତାମହଙ୍କୁ ମଧ୍ୟ ଦେଖିଅଛି। ମୋର ଜୀବନ ଥିବା ପର୍ଯ୍ୟନ୍ତ ଏ ଗଛକୁ ହାଣି ଯାଉଥିବାର ବା ଏ ଗଛକୁ ନଷ୍ଟ ହେବାର ମୁଁ ଦେଖିପାରିବି ନାହିଁ। ଆଉ ମଧ୍ୟ କବି କହିଛନ୍ତି କି ଯେତେବେଳେ ପ୍ରଭାତରେ ସୂର୍ଯ୍ୟ ଉଦୟ ହୁଏ, ସେତେବେଳେ ପକ୍ଷୀମାନେ ରାବ ଦେଇ ଆସି ଏ ଗଛ ଡାଳରେ ବସନ୍ତି। ତେଣୁ କାଠୁରିଆ, ଏ ଗଛକୁ ନ ହାଣି ରହିଯାଉ, ମୁଁ ସତ୍ୟ କରୁଛି, ମୁଁ ବାଣୀ କରୁଛି, ବା ମୁଁ କହନ୍ତି କଥା ଦେଉଛି କି ଏ ଗଛକୁ ମୁଁ ନିଶ୍ଚୟ ରଖିବି, ତୁମେ ଏ ଗଛକୁ ହାଣ ନାହିଁ ବୋଲି ସେ କହୁଛନ୍ତି। ତାହେଲେ ପିଲାମାନେ ଏହି ଯେଉଁ କବି ପଦ୍ୟଟି ଥିଲା, ଏହି ପଦ୍ୟଟିରୁ ଆମେ କ'ଣ ଶିଖିଲେ କି ଗଛ ଆମର କେତେ କ'ଣ ଦୁଃଖ ସୁଖ ଦେଖିଅଛି, ଗଛ ଆମକୁ କେତେ କ'ଣ ଦେଉଛି। ଆମେ ଯଦି ସେ ଗଛଟିକୁ ହାଣିଦେବା ତାହେଲେ ଅସୁବିଧା ବା କ୍ଷତି କାହାର ହେବ? ଏଇ ମଣିଷ ସମାଜରେ ହିଁ ହେବ। ପିଲାମାନେ, ବୃକ୍ଷ ଆଜିର ଜୀବନ ପାଇଁ ବା ଆଜିର ସମାଜ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ବୃକ୍ଷଠାରୁ ଆମେ ଅମ୍ଳଜାନ ପାଉଛେ, ଯାହା ଆମର ଜୀବନ ସଞ୍ଚାର ମୁଖ୍ୟ ମାଧ୍ୟମ ଅଟେ। ଯଦି ବୃକ୍ଷ ରହିବନି ତାହେଲେ ଆମେମାନେ ମଧ୍ୟ ଅମ୍ଳଜାନ ପାଇପାରିବା ନାହିଁ। ତୁମେମାନେ ପିଲାମାନେ ଜାଣିଛ, ଆମେ ଯେଉଁ ଆମର ନିଶ୍ୱାସରେ ଅଙ୍ଗାରକାମ୍ଳଟି ଛାଡ଼ୁଛେ, ସେ ଅଙ୍ଗାରକାମ୍ଳକୁ ଗଛ ବହନ କରୁଛେ, ଏବଂ ଆମେ ଯେଉଁ ପ୍ରଶ୍ୱାସର ଅମ୍ଳଜାନଟି ଗ୍ରହଣ କରୁଛେ, ସେ ଅମ୍ଳଜାନଟି ଆମେ ବୃକ୍ଷଠାରୁ ହିଁ ପାଉଛେ। ଯଦି ଆମେ ଛାଡ଼ୁଥିବା ବିଷାକ୍ତ ଅଙ୍ଗାରକାମ୍ଳକୁ ଗଛଟି ବହନ ନ କରି ଆମକୁ ସେ ଅମ୍ଳଜାନ ନ ଦିଅନ୍ତା, ତେବେ କ'ଣ ଏ ଜୀବ ସମାଜ ବଞ୍ଚି ରହିପାରନ୍ତା? ମଣିଷ ସମାଜ ତିଷ୍ଠି ରହିପାରନ୍ତା? ଆଜିର ମଣିଷ କ'ଣ କରୁଛି? ବିରାଟ କମ୍ପାନୀ ପ୍ରତିଷ୍ଠା ପାଇଁ ବା ଘର ଦ୍ୱାର ପାଇଁ ଗଛ ଗୁଡ଼ା ସବୁ କାଟିକି ନଷ୍ଟ କରିଦେଉଛି। ଗଛ କାଟି ନଷ୍ଟ କରିବା ଫଳରେ ଅଙ୍ଗାରକାମ୍ଳ ପରିମାଣ ବଢ଼ିଯାଉଛି, ବାୟୁମଣ୍ଡଳରେ ତାପମାତ୍ରା ପରିମାଣ ବଢ଼ିଯିବା ଫଳରେ ଗ୍ଲାସିୟର ମଧ୍ୟ ତରଳୁଛି, ଯାହାଫଳରେ ପାଣିର ତାପମାତ୍ରା ବଢ଼ିଯାଉଛି। କେତେ ଜଙ୍ଗଲରେ ମଧ୍ୟ ନିଆଁ ଲାଗିଯାଉଛି। ଯେତେବେଳେ ତାପମାତ୍ରା ବୃଦ୍ଧି ପାଉଛି, ସୂର୍ଯ୍ୟଙ୍କର ଉତ୍ତାପ ବୃଦ୍ଧି ପାଉଛି, ଜଙ୍ଗଲରେ ମଧ୍ୟ ନିଆଁ ଲାଗି ଜଙ୍ଗଲ କ୍ଷୟ ହୋଇଯାଉଛି। କେତେ କ'ଣ କ୍ଷତି ହୋଇଯାଉଛି। ଯଦି ଜଙ୍ଗଲ କ୍ଷୟ ହୋଇଯିବ ତାହେଲେ ଆମକୁ ଜାଳେଣୀ ପାଇଁ କାଠ ସଂଗ୍ରହ କରିବାକୁ କାଠ ମିଳିବ କି ଖଣ୍ଡେ ଖାତା ପାଇଁ ମଧ୍ୟ ଆମକୁ ପେପର ମିଳିବ କି? ଯେଉଁ ଆମର ପିଲାମାନେ ଜାଣିଥିବେ ଯେଉଁ କାଗଜ ତିଆରି ହେଉଛି, କାଗଜ ତିଆରି କେଉଁଥିରୁ ହେଉଛି? କାଠରେ ହିଁ ହେଉଛି କି ନାହିଁ? ବାଉଁଶ ଗଛରୁ ହେଉଛି। ସେ ବାଉଁଶ ଗଛ ପାଇଁ ମିଳିବ କି ଆମେ ଯଦି ଏମିତି ଏଇ ମାତ୍ରାରେ ଯଦି ଗଛ ସବୁ କ୍ଷୟ କରିଯିବ, ତାହେଲେ ଆମକୁ କାଗଜ ଖଣ୍ଡେ ପାଇଁ ମଧ୍ୟ କାଠଟିଏ ମିଳିବ ନାହିଁ। ତେଣୁକରି ପିଲାମାନେ, କବି ନନ୍ଦକିଶୋର ବଳ ଏହି ପଦ୍ୟଟିରେ ଆମକୁ ବୁଝେଇ ଦେଇଛନ୍ତି କି ଗଛଟି ଆମ ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ, ଗଛ ଆମ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ଅଟେ। ଗଛ ବିନା ମଣିଷ ସମାଜ ତିଷ୍ଠି ରହିପାରିବ ନାହିଁ। ସେଥିପାଇଁ ଗଛକୁ ନ କାଟି ଯେତେ ପାରୁଛ ସେତେ ବୃକ୍ଷରୋପଣ କର। ପ୍ରତିଦିନ ଯଦି ତୁମେ ଗୋଟିଏ ଲେଖାଏଁ ଗଛ ଲଗାଇବ, ତାହେଲେ ଭାବ ତୁମେ ଯେତେ ବଡ଼ ହେଇଥିବ, ଯେତିକି ବର୍ଷ ତୁମକୁ ହେଇଥିବ, ସେତିକି ବର୍ଷ ଭିତରେ ତୁମେ କେତିକି ଗଛ ଲଗାଇ ସାରିଥିବ। ଏବଂ ବୃକ୍ଷରୋପଣ କରିବା ଦ୍ୱାରା ତୁମେ ଜୀବ ସମାଜକୁ କେତେ ସାହାଯ୍ୟ ପ୍ରଦାନ କରିପାରୁଥିବ, କେତେ ସବୁଜିମା ବଢ଼େଇ ପାରୁଥିବ। ପିଲାମାନେ ସବୁବେଳେ ମନେ ରଖିବ, ଗଛ ହେଉଛି ଆମର ଜୀବନ। ଯେମିତି ଜଳକୁ ତୁମେମାନେ ଜୀବନ କହୁଛ, ସେମିତି ଗଛ ମଧ୍ୟ ଆମର ଜୀବନ। ଗଛ ନ ରହିଲେ ମଧ୍ୟ ମଣିଷ ସମାଜ ବଞ୍ଚି ରହିବା ଅସମ୍ଭବ ଅଟେ। ଠିକ୍ ଅଛି ପିଲାମାନେ, ଆଶା କରୁଛି ତୁମେ ଗଛ କାଠୁରିଆ ବିଷୟଟି ବୁଝିପାରୁଥିବ। ଯେଉଁଠି ଯାହା ସନ୍ଦେହ ରହିଲା ମୋତେ କମେଣ୍ଟ ସେକ୍ସନରେ ଜଣାଇ ପାରିବ। ମୁଁ ଏହାର ପ୍ରଶ୍ନ ଉତ୍ତରକୁ ସେୟାର କରିଦେବି।